ଆଜିର ମୋର ଏଇ କାହାଣୀ ଶୁଣିବା ପରେ ଆପଣ ନିଶ୍ଚୟ ହଲେଇବେ। ଆମ ପଡ଼ିଶା ଘର ଜୁଲି ଭାଉଜ ଦେଖିବାକୁ ଗୋରି ଆଉ ପତଳା ଦେହ, ଦୁଧ 32 ଖଣ୍ଡେ ହେବ, କିନ୍ତୁ ତାଙ୍କୁ ଯିଏ ବି ଦେଖିଦେବ ଗେହିବାକୁ ବହୁତ ଇଚ୍ଛା କରିବ। ତାଙ୍କ ସ୍ୱାମୀ 2 ବର୍ଷ ହେଲା ବାହାରେ ଅଛନ୍ତି। ଜୁଲି ଭାଉଜଙ୍କ ସ୍ୱାମୀ ତାମିଲନାଡୁରେ କମ୍ପାନୀରେ କାମ କରନ୍ତି। ସେଇଠି କମ୍ପାନୀରେ କାମ କରୁଥିବା ଝିଅଙ୍କୁ ପଟେଇକି ସେମାନଙ୍କୁ ସେ ଗେହୁଛନ୍ତି। ଯାହା ପଇସା ରୋଜଗାର କରନ୍ତି ସବୁ ମଦ ଆଉ ରାଣ୍ଡିବାଜି କରି ଉଡ଼େଇ ଦିଅନ୍ତି। ଜୁଲି ଭାଉଜ ଗୁଣରେ ଟିକେ ଭଲ, ତାଙ୍କର ଗୋଟେ ପୁଅ ଅଛି। ସ୍ୱାମୀର ଏଭଳି ବେକାରୀ ଅବସ୍ଥା ଦେଖି ମେଡ଼ିସିନ ଖାଇ ଗର୍ଭଧାରଣ ବନ୍ଦ କରିଦେଇଛନ୍ତି। ମୁଁ ପ୍ରାୟ ସମୟ ଗାଁରେ ରୁହେ। ଜୁଲି ଭାଉଜଙ୍କ ପ୍ରକୃତି ଧୀରେ ଧୀରେ ବଦଳିବାକୁ ଲାଗିଲା ଆଉ ଅନ୍ୟ ଟୋକାମାନଙ୍କଠାରୁ ଗିହା ଖାଇବା ପାଇଁ ନାଳେଇ ପେଳେଇ ହେଉଥିଲେ। ମୋତେ ବହୁତ ଇସାରା କରନ୍ତି ପ୍ରେମରେ ଫସେଇବା ପାଇଁ, ମୁଁ କିନ୍ତୁ ଭାଉ ଦିଏନି। ଦିନେ ମୁଁ ରାତିରେ ବହୁତ ମଦ ପିଇଥିଲି। କିଛି ଭିଡ଼ିଓ ଦେଖିବା ପରେ ଜୁଲି ଭାଉଜଙ୍କର କଥା ମୋର ମନେ ପଡ଼ିଲା। ମୁଁ ତାଙ୍କୁ ହ୍ୱାଟ୍ସଆପ୍ରେ ଭଲ ପାଉଛି ବୋଲି ମେସେଜ କରି କହିଲି। ସେ ମୋତେ କିଛି କହିଲେନି। ତା ପରଦିନ ସକାଳୁ ଫୋନ୍ କରି କହିଲେ, କାଲି କ'ଣ କହୁଥିଲ? ମୁଁ ତାଙ୍କୁ ସରି କହି ମନେଇ ନେଲି। ସେଦିନ ସନ୍ଧ୍ୟାରେ ମୋତେ ସେ ଫୋନ୍ କରି କହିଲେ, ଚିଣ୍ଟୁ, ତୁମ ପାଖରେ ମୋର ଗୋଟେ କାମ ଅଛି। ମୁଁ କହିଲି, କ'ଣ କହୁନ? ସେ କହିଲେ, ଆମ ବାରିପଟକୁ ଆସ, କହିବି। ମୁଁ ମନେ ମନେ ଭାବିଲି, ଆଜି ଭାଉଜଙ୍କୁ ମୁଁ ଯେମିତି ହେଲେ ଗେହିବି। କିଛି ନହେଲେ ଓଠରେ ଚୁମାଟେ ଦେବି। କିନ୍ତୁ ଆସିବା ପରେ ସେ ମୋତେ 200 ଟଙ୍କା ଦେଲେ ଆଉ ତାଙ୍କ ମୋବାଇଲରେ ଗୋଟେ କଭର ଦେଖାଇ କହିଲେ, ଏଇଟା ମୋ ପାଇଁ ଅର୍ଡ଼ର କରିଦେବ। ତାଙ୍କ ପାଖରେ ଠିଆ ହେଲାବେଳେ ମୋର ବାଣ୍ଡ ପୁରା 90 ଡିଗ୍ରୀରେ ଠିଆ ହୋଇସାରିଥିଲା। ତାପରେ ମୁଁ କହିଲି, କ'ଣ ଖାଲି ଏତିକି ନା ଆଉ କିଛି? ଭାଉଜ କହିଲେ, ଆଉ କ'ଣ? ମୁଁ କହିଲି, କାଲିର କଥାକୁ ନେଇ ଖରାପ ଭାବିନ ତ? ତାପରେ ଭାଉଜ କହିଲେ, ତମେ ଏମିତି କ'ଣ ପାଇଁ ଲେଖୁଥିଲ? ମୁଁ କହିଲି, ଭାଇ, ଏତେ ଦିନ ହେଲା ବାହାରେ ରହିଲେନି, ତୁମ ମୁହଁ ବହୁତ ଦିନ ହେଲା ଶୁଖିଲା ଦେଖାଯାଉଛି, ସେଥିପାଇଁ ମୁଁ ଏମିତି ଟିକେ ମଜାରେ ଲେଖିଦେଇଥିଲି। ତାପରେ ଭାଉଜ ଇମୋସନାଲ ହୋଇ କହିଲେ, ନା ସେମିତି କିଛି ନାହିଁ। ମୁଁ ଜାଣିଗଲି ସେ ବି ମୋ ଠାରୁ ଗିହା ଖାଇବା ପାଇଁ ପାଗଳି ହୋଇଯାଇଛନ୍ତି, ନହେଲେ ଏମିତି ନିଛାଟିଆ ଜାଗାରେ ନିଛାଟିଆ ଟାଇମରେ ମୋତେ ଡାକି ନଥାନ୍ତେ। ମୁଁ ଆଉ ନିଜକୁ ଆୟତ୍ତ କରି ନପାରି ସିଧା ତାଙ୍କୁ କୁଣ୍ଢେଇ ପକେଇଲି ଆଉ ତାଙ୍କ ଓଠକୁ ଚଷିବାକୁ ଲାଗିଲି। ଭାଉଜ ପୁରା ଗରମ ଲାଗୁଥିଲେ ଆଉ ତାଙ୍କ କୋମଳ ଦେହର ସ୍ପର୍ଶ ପାଇ ମୋତେ ସବୁ ଶାନ୍ତି ଯେମିତି ମିଳିଗଲା। ସେ ମୋତେ ଛାଡ଼ିବା ପାଇଁ କହିଲେ, ମୁଁ କିନ୍ତୁ ସେମିତି ତାଙ୍କୁ ଚିପି ଧରିଥାଏ। ଧୀରେ ଧୀରେ ସେ ବି ମୋ ଆଗରେ ନରମ ପଡ଼ିଗଲେ। ଏମିତି ଚୁମା ଦେଉ ଦେଉ ଭାଉଜ କ'ଣ ଭାବିଲେ କେଜାଣି ସେ ମୋତେ ଛାଡ଼ କହି ଗୋଟେ ଧକ୍କା ମାରି ଘରକୁ ପଳେଇଲେ। ମୋ ମନ ଟିକେ ଦୁଃଖ ହେଲା, କିନ୍ତୁ କ'ଣ କରିବି? ମୁଁ ଘରକୁ ଆସି ତାଙ୍କୁ ମେସେଜ କଲି, ଚୁମା ବହୁତ ଭଲ ଲାଗିଲା ବୋଲି। ସେ ବି ଗୋଟେ ଲଭ୍ ଇମୋଜିଟେ ପଠେଇଲେ। ମୁଁ କ୍ଲିୟର ହେଇଗଲି ଯେ ଭାଉଜ ବି ମୋତେ ଭଲ ପାଉଛନ୍ତି। ସେଦିନ ରାତିରେ ଆମେ ବହୁତ ସମୟ ଧରି ଚାଟିଂ କଲୁ। ତାଙ୍କର ସେଲ୍ଫି ପଠାଇବା ପାଇଁ କହିଲେ ଆଉ ମୁଁ ତାଙ୍କର କଥା ଭାବି 2 ଥର ମୁହଁରେ ହଲେଇଲି। ଏମିତି ଆମର ଭଲ ପାଇବା ବଢ଼ିବାକୁ ଲାଗିଲା। 3ରୁ 4 ଦିନ ପରେ ଫ୍ଲିପକାର୍ଟରୁ ତାଙ୍କ କଭର ଆସି ପହଞ୍ଚିଲା। ମୁଁ ତାଙ୍କୁ ରାତିରେ ଫୋନ୍ କରି କହିଲି, ବାରିପଟକୁ ଆସ। ସେ ମନା କଲେ ଆଉ କହିଲେ, ଘରେ ବାପା ବୋଉମାନେ ତାଙ୍କ ଶାଶୁ ଶ୍ୱଶୁର ଅଛନ୍ତି ବୋଲି। ମୁଁ କହିଲି, ହଉ, କାଲି ସକାଳେ ସମସ୍ତେ ବିଲ ଆଡ଼େ ଯିବେ, ଆମେ ସକାଳେ ଦେଖା ହେବା। ତା ପରଦିନ ସକାଳୁ ଆମ ଘରେ ଆଉ ତାଙ୍କ ଘରେ ସମସ୍ତେ ବିଲ ଆଡ଼େ ଯାଇଥିଲେ। ତାଙ୍କ ପୁଅ ବି ଅନ୍ୟ ପିଲାମାନଙ୍କ ସହ ଦାଣ୍ଡରେ ଖେଳୁଥିଲା। ସେ ମୋତେ ଫୋନ୍ କରି କହିଲେ, ଏବେ ମୋବାଇଲ କଭର ଆଣିଦିଅ। ମୁଁ କହିଲି, ସେମିତି ନେଇ ହେବନି, ତମେ ମୋ ରୁମକୁ ଆସ। ସେ ଟିକେ କୁନ୍ଥୁ କୁନ୍ଥୁ ହୋଇ ଠିକ୍ ଅଛି ଯାଉଛି ବୋଲି କହିଲେ। ମୁଁ ଆମ ଘର ଖଟକୁ ପୁରା ସଫା କରି ମୋବାଇଲ ଦେଖୁଥାଏ। ଜୁଲି ଭାଉଜ ଏପଟ ସେପଟ ନଜର କରି ଆମ ଘର ଭିତରେ ପଶିଲେ। ମୋ ଖୁସିରେ ତାକୁ କୁଣ୍ଢେଇ ପକେଇ ଖଟ ଉପରକୁ ଟେକି ଆଣିଲି ଆଉ ଘର କବାଟ ଭିତରୁ ଲକ୍ କରିଦେଲି।
ସେ ଖାଲି କଭର ନେବା ପାଇଁ ବାଉଳି ହେଲେ। ମୁଁ କହିଲି ଭାଉଜ ଆଜି ଯେମିତି ହେଲେ ମୋତେ ଗେଇବାକୁ ଦିଅ। ସେ କହିଲେ ଏବେ ନାହିଁ, ମୁଁ ଆଉ କେବେ ଆସିବି। ମୁଁ କିନ୍ତୁ କିଛି ନ ଶୁଣି ତାଙ୍କୁ ଖଟ ଉପରେ ପକାଇ ତାଙ୍କ ଉପରକୁ ଚଢ଼ିଗଲି। ଭାଉଜ ରୋଷେଇ କରୁଥିବାରୁ ସେ ଭିତରେ କିଛି ପିନ୍ଧିନଥିଲେ, ଖାଲି ଲୁଗାଟା ଗୁଡ଼େଇ ହୋଇ ଆସିଥିଲେ। ମୁଁ ତାଙ୍କ ଲୁଗାକୁ ଖସେଇ ଦେଇ ଦୁଧ ଭଣ୍ଡିକୁ ଛୁଆ ଚୁଚୁମିଲା ଭଳିଆ ଚୁଚୁମିଲି। ଭାଉଜ କାଲି ଛାଡ଼ ଛାଡ଼ କହି ଭିଡ଼ିମୋଡ଼ି ହେଉଥାନ୍ତି। ଦୁଧର ଭଣ୍ଡି ଦୁଇଟା ଇସତ କଳା ଆଉ 1 ଇଞ୍ଚ ଲମ୍ବା ହେବ। ଗୋଟେ ହାତରେ ତାଙ୍କ ଦୁଧକୁ ଦଳି ଭଣ୍ଡିକୁ ଟିକେ ଚବେଇଲି। ଭାଉଜ ପୁରା ଚିଲେଇ ଉଠିଲେ ଆଉ ମୋତେ ଆହୁରି ଜୋରରେ ଜାବୁଡ଼ି ଧରିଲେ। ଭାଉଜ ଟିକେ ଚିଲେଇ ଉଠିଲେ ଆଉ ମୋତେ ଆହୁରି ଜୋରରେ ଜାବୁଡ଼ି ଧରିଲେ। ମୁଁ ପୁରା ଜୋଶରେ ଆସି ତାଙ୍କ ଲୁଗାକୁ ଟାଣି ଭାଉଜକୁ ପୁରା ଲଙ୍ଗଳା କରିଦେଲି। ତାଙ୍କ ବାଳୁଆ ବିଆରେ ଗୋଟେ ଆଙ୍ଗୁଳି ପୂରେଇ ସଲସଲ କଲି। ଭାଉଜ ଧୀରେ ଧୀରେ ଗରମ ହୋଇ ଧଇଁ ସଇଁ ହେବାକୁ ଲାଗିଲେ। ମୋତେ ତାଙ୍କର ଏ ଅବସ୍ଥା ଦେଖି ଗେହିବାର ଇଚ୍ଛା ଅଧିକ ବଢ଼ୁଥାଏ ଆଉ ବାଣ୍ଡ ବି ଭିତରେ ଆହୁରି ମୋର ଟାଣ ହେଉଥାଏ। 5 ମିନିଟ ଏମିତି ଗଲା ପରେ ମୁଁ ମୋର ଖୋଲି ଲଙ୍ଗଳା ହୋଇଗଲି। ମୋର ଠିଆ ବାଣ୍ଡ ଦେଖି ଭାଉଜ ପୁରା ଖୁସି ହୋଇଗଲେ ଆଉ ତାଙ୍କୁ ଖାଇବି କହି ପାଟିରେ ପୂରେଇ ଚଷିବାକୁ ଲାଗିଲେ। ମୋତେ ବହୁତ ମଜା ଲାଗୁଥିଲା ଆଉ ମୁଁ ତାଙ୍କର ମୁଣ୍ଡକୁ ଧରି ଆଗପଛ କରିଲି। ସେ ମୋର ବାଣ୍ଡକୁ ପୁରା ଲାଳୁଆ କରିଦେଲେ। ତାପରେ ସିଧା ମୁଁ ତାଙ୍କର ଗୋଡ଼କୁ ଫାଡ଼ି ଦେଇ ତାଙ୍କ ବାଳୁଆ ବିଆରେ ମୁଁ ମୋର ବାଣ୍ଡକୁ ଗଳେଇଲି। ମୋ ବାଣ୍ଡ ତାଙ୍କ ବାଳୁଆ ବିଆର ପୁରା ଭିତରକୁ ଗଳିଗଲା। ମୁଁ କହିଲି ଭାଉଜ ଏତେ ଢିଲା ଲାଗୁଛି। ଭାଉଜ କହିଲେ ମୁଁ ସବୁଦିନେ ବାଇଗଣ ନହେଲେ କାକୁଡ଼ି ପୁରାଉଛି। ତାଙ୍କ କଥା ଶୁଣି ମୁଁ ଟିକେ ହସିଲି ଆଉ ଡେରି ନକରି ଘପାଘପ ଗେହି ଚାଲିଲି। ଭାଉଜ ବି ଗିହାର ତାଳ ଅନୁସାରେ ଚିତ୍କାର କରୁଥାନ୍ତି। 20 ମିନିଟର ନିର୍ଘାତ ଗିହା ପରେ ଆମେ ଏକାବେଳେ ଝଡ଼ିଗଲୁ। ଭାଉଜଙ୍କୁ ପଚାରିଲି ବିର୍ଜୁ କେଉଁଠି ଛାଡ଼ିବି? ସେ କହିଲେ ଭିତରେ ଛାଡ଼, ମୁଁ ଔଷଧ ଖାଇ ଗର୍ଭ ବନ୍ଦ କରିଦେଇଛି। ତାପରେ ମୁଁ ତାଙ୍କ ଉପରେ ପଡ଼ି ଚୁମା ଦିଆଦୁଇ ହେଲୁ। ମୁଁ ତାଙ୍କର ଦୁଧକୁ ଚିପୁଥିଲି ଆଉ ଆମେ ଜୋରରେ କୁଣ୍ଢାକୁଣ୍ଢି ହୋଇ ପଡ଼ି ରହିଲୁ। ଏମିତି 5 ମିନିଟ ପରେ ଭାଉଜ ଉଠି ଘରକୁ ଯିବା ପାଇଁ କହିଲେ ଆଉ ମୁଁ ତାଙ୍କୁ ତାଙ୍କ ମୋବାଇଲ କଭର ଦେଇଦେଲି। ସେଦିନରୁ ଆମେ ଘଇତା ମାଇପ ଭଳି ଗିଁ ଗିଁ କରୁଛୁ। ତ ଦର୍ଶକ ବନ୍ଧୁ, ଏ ଥିଲା କାହାଣୀ କେମିତି ଲାଗିଲା କମେଣ୍ଟ ବକ୍ସରେ ଆପଣମାନେ ନିଶ୍ଚୟ ଜଣାଇବେ। ଆଉ ହଁ, ଏ କାହାଣୀ ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। ଆଜି ପାଇଁ ଏତିକି, ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।